21 ନଭେମ୍ବର 2024 ଗୁରୁବାର ହେଉଛି ଗୁରୁ ପୁଷ୍ୟ ନକ୍ଷତ୍ର ଯୋଗ। ଆଉ ଏହି ଦିନ ଆପଣଙ୍କୁ 2ଟି ଅଳେଇଚ, 2ଟି ଲବଙ୍ଗ, ଗୋଟିଏ କର୍ପୂର। ଆପଣ ଏହାକୁ ନେଇ ବହୁତ ଛୋଟିଆ ଉପାୟଟିଏ କରିବାକୁ ପଡ଼ିବ। ତ ରାତାରାତି କରୋଡ଼ପତି ବନିକି ହିଁ ରହିବେ। ଯଦି ଆପଣ ଏହି ଗୁରୁ ପୁଷ୍ୟ ନକ୍ଷତ୍ରରେ ଏହି ଉପାୟଟିକୁ କରୁଛନ୍ତି, 2024 ବର୍ଷ 21 ନଭେମ୍ବର ଯେଉଁ ଗୁରୁ ପୁଷ୍ୟ ନକ୍ଷତ୍ର ପଡ଼ୁଅଛି, ଆଉ ଏହି ଗୁରୁ ପୁଷ୍ୟ ନକ୍ଷତ୍ର ସବୁଠାରୁ ବଡ଼ ନକ୍ଷତ୍ର ଅଟେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଗୁରୁ ପୁଷ୍ୟ ନକ୍ଷତ୍ର ସହିତ ଆଉ କ'ଣ ସବୁ ଯୋଗ ବନୁଅଛି। ଏହି ଦିନ ରବି ଯୋଗ, ସର୍ବରିଷ୍ଟ ସିଦ୍ଧି ଯୋଗ, ଅମୃତ ସିଦ୍ଧି ଯୋଗ ନିର୍ମାଣ ହେଉଛି। ଆଉ ଏହି ଦିନ ଯେଉଁ ଉପାୟଟି ଆଜି ଆମେ ଆପଣମାନଙ୍କ ପାଇଁ ନେଇକି ଆସିଛୁ, ଏହି ଉପାୟ ଆପଣଙ୍କ ଭାଗ୍ୟକୁ ଚମକାଇବ, ଆପଣଙ୍କର ଶୋଇଥିବା ଭାଗ୍ୟକୁ ଉଠାଇବ। ଏହା ସହ ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବର୍ଷିବ। ଆଗକୁ ଆପଣଙ୍କର ପିଢ଼ି ପରେ ପିଢ଼ି ସବୁବେଳ ପାଇଁ ଧନର ମାଲିକ ବନିଯିବେ। ଆଉ ଆପଣ ଏହି ନକ୍ଷତ୍ରରେ ଏହି ଉପାୟଟିକୁ କରିଦିଅନ୍ତୁ। ତ ଏହି ଉପାୟ ମହା ଚମତ୍କାରୀ ବନିଥାଏ। ଆଉ ଏହି ନକ୍ଷତ୍ରରେ ଏହି ଉପାୟକୁ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର କୃପା ବର୍ଷିବ। ଆଉ ଯେଉଁ ଲୋକ ତାଙ୍କ ଜୀବନରେ ଅଧିକ ଧନବାନ ହେବାକୁ ଚାହାନ୍ତି, ଅଧିକରୁ ଅଧିକ ଧନକୁ ପ୍ରାପ୍ତ କରିବା ପାଇଁ ଚାହାନ୍ତି, ଆଉ ଏହା ଚାହାନ୍ତି କି ତାଙ୍କର ଯେତେ ବି ପିଢ଼ି ଆଗକୁ ବଢ଼ିବ, ଧନ ବି ଆଗକୁ ସେହିଭଳି ବଢ଼ୁ ବୋଲି। ତ ସେହି ବ୍ୟକ୍ତି ବିଶେଷ କରି ଏହି ନକ୍ଷତ୍ରରେ ଲାଭ ଉଠାନ୍ତୁ। କାହିଁକି ନା ଏ ଯେଉଁ ଗୁରୁ ପୁଷ୍ୟ ନକ୍ଷତ୍ର, ଏହା ସବୁ ନକ୍ଷତ୍ର ଭିତରୁ ରାଜା ହୋଇଥାଏ। ଆଉ ଏହି ନକ୍ଷତ୍ର ଯାହା ଆପଣଙ୍କୁ ରାଜା ବନାଇ ଦେବ, ଅର୍ଥାତ୍ ରାଜା ଭଳି ଜୀବନ ଆପଣଙ୍କୁ ଦେବ, ଯାହାକି ଆପଣ ଆପଣଙ୍କ ସବୁ ଆବଶ୍ୟକତାକୁ ପୂରଣ କରିପାରିବେ, ଆପଣଙ୍କର ସବୁ ମନୋକାମନାକୁ ପୁରା କରିପାରିବେ। ଯାହା ବି ଆପଣ ଆପଣଙ୍କ ଜୀବନରେ ଚାହିଁବେ, ଆପଣଙ୍କୁ ସବୁ କିଛି ମିଳିବ ଏହି ନକ୍ଷତ୍ରରେ ଯଦି ଆପଣ ଏହି ଉପାୟକୁ କରିଦେଉଛନ୍ତି। ଆଉ ଯେଉଁ ଉପାୟ ଆମେ ଆପଣଙ୍କ ପାଇଁ ଆଜି ନେଇ ଆସିଛୁ, ଏହି ଉପାୟ ଧନ ବୃଦ୍ଧି ପାଇଁ ତ ବହୁତ ଚମତ୍କାରୀ ହୋଇଥାଏ। ଏହା ସହ ବହୁତ କଲ୍ୟାଣକାରୀ ମଧ୍ୟ। ବିଶେଷ କରି ଯେଉଁ ଲୋକ ମନୋକାମନା ପୂରଣ କରିବା ପାଇଁ ଚାହାନ୍ତି, କିଛି ବି ଏମିତି ଜୀବନରେ ଚାହାନ୍ତି, ତ ଆପଣ ଏହି ନକ୍ଷତ୍ରରେ ଏହି ଉପାୟଟିକୁ ଜରୁର କରନ୍ତୁ। ଆଉ ଏହି ଉପାୟ ଆପଣ ସକାଳରୁ ନେଇ ସନ୍ଧ୍ୟା ପର୍ଯ୍ୟନ୍ତ ଯେବେ ବି କରିପାରିବେ, କାହିଁକି ନା ପୁରା ଦିନଟି ଏହି ନକ୍ଷତ୍ର ରହୁଅଛି। ଆଉ ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ବୃହସ୍ପତି ଗ୍ରହ କମଜୋର ଅଛି, ସେହି ବ୍ୟକ୍ତି ତ ବିଶେଷ କରି ଏହି ନକ୍ଷତ୍ରରେ ଏହି ଉପାୟଟିକୁ ନିହାତି କରିବାକୁ ଚାହିଁବେ। ଯେଉଁ ବ୍ୟକ୍ତି ତାଙ୍କ କୁଣ୍ଡଳୀରେ ବୃହସ୍ପତି ଗ୍ରହକୁ ମଜବୁତ କରିଦିଅନ୍ତି, ତ ତାଙ୍କ ଜୀବନରେ ଅଧିକରୁ ଅଧିକ ଧନବାନ ବନିଥାନ୍ତି। ଆଉ ଯାହାଙ୍କ ପାଖରେ ନିର୍ଧନତା ଛାଇ ପରି ରହିଥାଏ, ଧନ ଆସି ନଥାଏ, ଆର୍ଯ୍ୟବାଜ୍ୟ ଖର୍ଚ୍ଚ ବହୁତ ହୋଇଥାଏ, ଖାସ କରି ସେହି ବ୍ୟକ୍ତି ତ ବିଶେଷ କରି ଏହି ନକ୍ଷତ୍ର ଯୋଗର ଲାଭ ନିହାତି ଉଠାଇବା ଦରକାର। କାହିଁକି ନା ଏହି ଗୁରୁପୁଷ୍ୟ ନକ୍ଷତ୍ରରେ ଏହି ଉପାୟ କରିବା ଦ୍ୱାରା ବ୍ୟକ୍ତିର କୁଣ୍ଡଳୀରେ ବୃହସ୍ପତି ଗ୍ରହ ମଜବୁତ ହୋଇଯିବ। 4 ମାସ ପାଇଁ ଶ୍ରୀହରି ବିଷ୍ଣୁ ଯୋଗ ନିଦ୍ରାରେ ବିଶ୍ରାମ ନେଇଥିଲେ। ଆଉ ଆପଣମାନେ ସମସ୍ତେ ଜାଣିଛନ୍ତି ଚତୁର୍ମାସ ସମାପ୍ତ ହୋଇସାରିଛି, ଆଉ ଶ୍ରୀହରି ବିଷ୍ଣୁ ବି ଯୋଗ ନିଦ୍ରାରେ ଉଠି ସାରିଲେଣି। ଆଉ ସବୁ ପ୍ରକାରର ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଲାଣି। ଯଦି ବି ଆପଣ କିଛି ନୂଆ କରି କିଣିବାକୁ ଚାହୁଁଛନ୍ତି, ଯେମିତିକି ଗାଡ଼ି, ନୂଆ ଘର କିଣିବାକୁ ଚାହୁଁଛନ୍ତି କିମ୍ବା ଜାଗା କିଣିବା ପାଇଁ ଚାହୁଁଛନ୍ତି, ତ ଏହି ଗୁରୁପୁଷ୍ୟ ନକ୍ଷତ୍ର ଦିନଟି ଏତେ ଉତ୍ତମ, ଏତେ ଶୁଭ ଦିନ, ଯାହାକି ଆପଣ ବୁଝି ନିଅନ୍ତୁ ଏହି ଦିନଟି ପୁରା ଲାଭକାରୀ ହୋଇଥାଏ। ତେଣୁ ଏହି ଦିନ ଆପଣ ଏହି ସବୁ କିଣାକିଣି କଲେ ବହୁତ ଶୁଭ ହୋଇଥାଏ। ଆଉ ଯେଉଁମାନେ ନୂଆ କରି ବିଜନେସ୍ କରିବାକୁ ଚାହୁଁଛନ୍ତି, ତ ଏହି ଦିନ ବିଜନେସ୍ଟି ଆରମ୍ଭ କରନ୍ତୁ, ବହୁତ ଶୁଭମୟ ହେବ। ଆଉ ଏହି ଦିନ କଦାପି ଭୁଲରେ ବି ଲୁହା ଜିନିଷ କିଣିବେ ନାହିଁ। ନକ୍ଷତ୍ର ଭିତରେ ରାଜା ଏହି ପୁଷ୍ୟ ନକ୍ଷତ୍ର। ଆପଣଙ୍କ ଜୀବନରୁ ମଙ୍ଗଳ ହିଁ ମଙ୍ଗଳ ନେଇ ଆସିଅଛି। ଚାରିଦିଗରୁ ସବୁ କ୍ଷେତ୍ରରୁ ଆପଣଙ୍କୁ ଲାଭ ମିଳିବ ଯଦି ଏହି ନକ୍ଷତ୍ରରେ ଆପଣ କିଛି ନୂଆ କରି କିଣୁଛନ୍ତି, ଆଉ ଯଦି ଏହି ଉପାୟଟିକୁ କରୁଛନ୍ତି। ଏହି ନକ୍ଷତ୍ର ଉପରେ ଶନି ଏବଂ ବୃହସ୍ପତି ଗ୍ରହ ଏବଂ ମାତା ଲକ୍ଷ୍ମୀଙ୍କର ଶୁଭ ପ୍ରଭାବ ରହିଥାଏ। ତ ଧନଜନିତ ସମସ୍ୟା ବି ଦୂର ହୋଇଯିବ। ଆପଣଙ୍କ କୁଣ୍ଡଳୀରେ ବୃହସ୍ପତି ବି ମଜବୁତ ହୋଇଯିବ। ଆଉ ଆପଣମାନେ ସମସ୍ତେ ଜାଣିଛନ୍ତି କି ଯଦି କୃପା ମିଳିବ, ଯେଉଁ ଲୋକଙ୍କ କୁଣ୍ଡଳୀରେ 7.5 ଚାଲି ଅଛି, ସେହି ବ୍ୟକ୍ତି
ତାଙ୍କ ଜୀବନରେ ଲାଭ ପ୍ରାପ୍ତ କରିପାରିବେ ଏହି ଉପାୟକୁ କରିକି। ଏହା ସହ 2024 ବର୍ଷ ଚାଲୁଅଛି, ଯାହାକି ଏହି ବର୍ଷଟି ଶନିଙ୍କର ବର୍ଷ। ଆଉ ଏହି ଗୁରୁ ପୁଷ୍ୟ ନକ୍ଷତ୍ର ଦିନ ଆପଣ ଚାହିଁଲେ ଆପଣଙ୍କ ଭାଗ୍ୟକୁ ରାତାରାତି ଚମକାଇବେ। ଏବେ ଚାଲନ୍ତୁ ଜାଣିବା କିପରି ଏହି ଉପାୟକୁ କରିବେ। ଜାଣିବା ପୂର୍ବରୁ ମୋର ଆପଣଙ୍କୁ ଅନୁରୋଧ, ଭିଡ଼ିଓଟିକୁ ନିହାତି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିବ ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିବେ, ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରିବେ। ଏ ପର୍ଯ୍ୟନ୍ତ ଯଦି ଆମ ଚ୍ୟାନେଲରେ ଆପଣମାନେ ନୂଆ ଅଛନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏବେ ହିଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଆମର ଏହିଭଳି ନୂଆ ନୂଆ ଭିଡ଼ିଓ ଆପଣଙ୍କ ପାଖରେ ପ୍ରଥମେ ପହଞ୍ଚିବ। କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ। ଏହି ଉପାୟଟି ପାଇଁ ଆପଣ 2ଟି ଅଳେଇଚ ନିଅନ୍ତୁ। ଅଳେଇଚ ଭଙ୍ଗା କି ଖଣ୍ଡିଆ ଅଳେଇଚ ନେବେ ନାହିଁ। ଏହା ସହ 2ଟି ଲବଙ୍ଗ ନେବେ, ଆଉ ସେହି ଲବଙ୍ଗ ମଧ୍ୟ ଭଙ୍ଗା କିମ୍ବା ଖଣ୍ଡିଆ ଲବଙ୍ଗ ନେବେ ନାହିଁ, ଗୋଟା ଗୋଟା ଲବଙ୍ଗ ନେବେ। ଏହା ସହ ଗୋଟିଏ ମାଟିର ବଡ଼ ଦୀପଟିଏ ନିଅନ୍ତୁ, ନାଇଁ ତ ପିତ୍ତଳର କିଛି ବି ବର୍ତ୍ତନ ନେଇପାରିବେ। ଆଉ ସେହି ପିତ୍ତଳ ବାସନରେ କିମ୍ବା ଯଦି ମାଟିର ଦୀପ ନେଇଥିବେ ତେବେ ସେହି ଦୀପରେ 2ଟି ଲବଙ୍ଗ, 2ଟି ଅଳେଇଚ ଆଉ ଗୋଟିଏ କର୍ପୂରକୁ ରଖିଦେବେ। ଆଉ ଅଳ୍ପ ଟିକେ ଦେଶୀ ଘିଅ ସେହି କର୍ପୂର ଉପରେ ପକାଇଦେବେ। ଆଉ ଏହି 3ଟି ଜିନିଷକୁ ଆପଣଙ୍କ ଘରର ପୂଜା ଘରେ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଜଳାଇବାକୁ ପଡ଼ିବ। ଆଉ ଏହି ଉପାୟକୁ ଆପଣ ପୁରା ଦିନ ଭିତରେ ଯେତେବେଳେ ବି କରିପାରିବେ, ଅର୍ଥାତ୍ ସକାଳୁ କରିପାରିବେ, ନାହିଁ ତ ସନ୍ଧ୍ୟାରେ ବି କରିପାରିବେ। କାହିଁକି ନା ଏହି ଗୁରୁ ପୁଷ୍ୟ ନକ୍ଷତ୍ର ପୁରା ଦିନ ରହିବାକୁ ଯାଉଛି। 21 ନଭେମ୍ବର ଗୁରୁ ପୁଷ୍ୟ ନକ୍ଷତ୍ର ଯେଉଁ ପଡ଼ିବାକୁ ଯାଉଛି, ଏହା ବର୍ଷର ସବୁଠାରୁ ବଡ଼ ନକ୍ଷତ୍ର ଅଟେ। ଆଉ ଆପଣ 21 ନଭେମ୍ବର ଗୁରୁବାର ଦିନ ଏହି ଛୋଟିଆ ଉପାୟଟିକୁ କରିଦେଉଛନ୍ତି, ତେବେ ମାତା ଲକ୍ଷ୍ମୀଙ୍କର କୃପା ବର୍ଷିବା ଆରମ୍ଭ ହୋଇଯିବ। ଆଉ ସବୁ ଦିଗରୁ ସବୁଆଡ଼ୁ ଆପଣଙ୍କ ଘରକୁ ଧନ ଆସିବାର ବାଟ ମଧ୍ୟ ଖୋଲିଯିବ। ଆଉ ଏହି ଉପାୟକୁ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ସହିତ ଶ୍ରୀହରି ବିଷ୍ଣୁଙ୍କର ବିଶେଷ କୃପା ଆପଣଙ୍କୁ ଦେଇଥାନ୍ତି। ଆଉ ଅଧିକରୁ ଅଧିକ ଧନର କୃପା ଯଦି କାହାଠାରୁ ବେଶୀ ମିଳିଥାଏ ତ ସେ ହେଉଛନ୍ତି ଶ୍ରୀହରି ବିଷ୍ଣୁ। ତ ଖାସ୍ କରି ଆପଣ ଏହି ଉପାୟଟିକୁ କରିଦେଲେ ତ ଆପଣ ଆପଣଙ୍କ କୁଣ୍ଡଳୀରେ ବୃହସ୍ପତି ଗ୍ରହକୁ ମଜବୁତ କରିଦେଲେ, ଆପଣ ମାତା ଲକ୍ଷ୍ମୀଙ୍କୁ ବି ପ୍ରସନ୍ନ କରିଦେଲେ। ଏହା ସହ ଶ୍ରୀହରି ବିଷ୍ଣୁକୁ ବି ଆପଣ ପ୍ରସନ୍ନ କରିଦେଲେ। ତ ଏତେ ସବୁ କଲା ପରେ ଆପଣଙ୍କ ଜୀବନରେ ଦୁଃଖ ଆଉ କଷ୍ଟ ରହିବ ବୋଲି ଆପଣ ଭାବୁଛନ୍ତି? ଆପଣ ନିଜେ ନିର୍ଣ୍ଣୟ କରନ୍ତୁ। ଆପଣଙ୍କ ଜୀବନରେ ଦେଖିବେ କେବେ ବି ଏହି ସବୁ ଆଉ ଆସିବ ନାହିଁ। ସବୁ ଦୁଃଖ, ସବୁ କଷ୍ଟ ଦୂର ହୋଇଯିବ। ଆଉ ଏହି ଉପାୟ ଆପଣ କରିବା ଦ୍ୱାରା ଆପଣଙ୍କ ଘରେ ମାଙ୍ଗଳିକ କାର୍ଯ୍ୟ ସବୁବେଳେ ହେବାକୁ ଲାଗିବ। ମାନେ ଆପଣଙ୍କ ଘରେ ଶୁଭ ହିଁ ଶୁଭ କାର୍ଯ୍ୟ ସବୁବେଳେ ହେବାକୁ ଲାଗିବ। ଅଳେଇଚ ବି ମାତା ଲକ୍ଷ୍ମୀଙ୍କୁ ଅଧିକ ପ୍ରସନ୍ନ କରିଥାଏ। ଆଉ ଅଳେଇଚ ମଧ୍ୟ ଧନକୁ ବି ଅଧିକ ଆକର୍ଷିତ କରିଥାଏ। ଆଉ ଲବଙ୍ଗ ନଜର ଦୋଷ ଆଉ ନକାରାତ୍ମକ ଶକ୍ତିରୁ ଆପଣଙ୍କ ଘରକୁ ସେଫ୍ ରଖିଥାଏ, ସୁରକ୍ଷିତ ରଖିଥାଏ। ଆଉ ସବୁବେଳ ପାଇଁ ଆପଣଙ୍କ ଜୀବନରେ ବେମାରୀକୁ ମଧ୍ୟ ଦୂରରେ ରଖିଥାଏ। ଆଉ କର୍ପୂର ଆପଣମାନେ ସମସ୍ତେ ଜାଣିଥିବେ, କର୍ପୂର ସକାରାତ୍ମକ ଊର୍ଜାକୁ ବହୁତ ଅଧିକରୁ ଅଧିକ ବଢ଼ାଇଥାଏ। ଖାସ୍ ଏଇଥିପାଇଁ ଏହି ଉପାୟ ଆପଣଙ୍କ ଜୀବନରେ ସୁଖ ଏବଂ ସୌଭାଗ୍ୟକୁ ନେଇକି ହିଁ ଆସିବ, ଆଉ ଧନର ବୃଦ୍ଧି କରାଇବ। ତ ଛୋଟିଆ ଉପାୟଟିଏ କରନ୍ତୁ ଆଉ ଆପଣଙ୍କ ଭାଗ୍ୟକୁ ରାତାରାତି ଚମକାନ୍ତୁ। ଏବେ ଚାଲନ୍ତୁ କଥା ହେବା ଆଉ ଗୋଟିଏ ଉପାୟ। ଆଉ ଏହି ଉପାୟଟିକୁ 15 ଡିସେମ୍ବର ପର୍ଯ୍ୟନ୍ତ କୌଣସି ବି ଦିନ ଆପଣ ତୁଳସୀ ଦ୍ୱାରା ଏହି ଉପାୟ କରିବେ। ତ ମାତା ତୁଳସୀ ଆପଣଙ୍କୁ ରାତାରାତି ଧନବାନ ବନାଇଦେବେ। ଆଉ ଯେଉଁ ଉପାୟ ଆମେ ତୁଳସୀ ଦ୍ୱାରା ଉପାୟ ଆଜି ଆମେ ଆପଣମାନଙ୍କୁ ଜଣାଇବୁ, ହଳଦୀ ଏବଂ ତୁଳସୀ ମାତାଙ୍କ ଦ୍ୱାରା ଏମିତି ଉପାୟ, ଇଏ ଆପଣଙ୍କ ଭାଗ୍ୟକୁ ବଦଳାଇବା ପାଇଁ ବେଶୀ ଡେରି ସମୟ ଲାଗିବ ନାହିଁ। ରାତାରାତି ଆପଣଙ୍କର ଶୋଇଥିବା ଭାଗ୍ୟକୁ ଉଠାଇଦେବ ଏହି ଉପାୟଟି। ଆଉ ଏହି ଉପାୟଟି ବହୁତ ଚମତ୍କାରୀ ଉପାୟଟି, ଯାହା ଆପଣଙ୍କର ସୌଭାଗ୍ୟକୁ ବୃଦ୍ଧି କରିଥାଏ। ହଳଦୀ ବହୁତ ଶୁଭକାରୀ ହୋଇଥାଏ। ଯେବେ ବି କିଛି ଶୁଭ କାର୍ଯ୍ୟ ହେବାର ଥାଏ ତେବେ ହଳଦୀକୁ ନେଇ ବ୍ୟବହାର କରାଯାଏ। ହଳଦୀ ବିବାହ ବା ଗୃହ ପ୍ରବେଶ ଏହିଭଳି ଶୁଭ କାର୍ଯ୍ୟରେ ଆପଣମାନେ ହଳଦୀ ନେଇଥାନ୍ତି। ହଳଦୀ ସୁଖ ସମୃଦ୍ଧିକୁ ବୃଦ୍ଧି କରିଥାଏ, ଧନକୁ ବଢ଼ାଇବାର କାମ କରିଥାଏ, ନେଗେଟିଭ ଏନର୍ଜିକୁ ମଧ୍ୟ ଏହି ହଳଦୀ ଦୂର କରିଥାଏ। ତ ଆପଣ ଯେବେ ଏହି ହଳଦୀକୁ ନେଇ
କୌଣସି ବି ଉପାୟ କରିଥାନ୍ତି ତ ଶ୍ରୀହରି ବିଷ୍ଣୁଙ୍କୁ ବି ପ୍ରସନ୍ନ କରିପାରିବେ। ଯେବେ ବି ଆପଣ ହଳଦୀ ବାଲା ଉପାୟ କରିବେ ତ ତୁଳସୀଙ୍କର ଉପାୟ କରିବେ। ତେବେ ଚାଲନ୍ତୁ ଜାଣିବା ତୁଳସୀ ଆଉ ହଳଦୀ ଦ୍ୱାରା ଏହି ଉପାୟଟିକୁ କିପରି ଆପଣମାନେ କରିବେ। ପ୍ରଥମେ ପେଶା ହଳଦୀ ନିଅନ୍ତୁ। ସେହି ହଳଦୀରୁ 3ରୁ 4 ଚୁଟକି ପେଶା ହଳଦୀ ନିଅନ୍ତୁ। ଗୋଟିଏ ଗିନାରେ କିଛି ପାଣି ନିଅନ୍ତୁ। ଏହା ସହ ଆପଣଙ୍କ ଆଙ୍ଗୁଠି ସାହାଯ୍ୟରେ ଏହି ହଳଦୀକି ପାଣି ସହ ମିଶାଇ ଦିଅନ୍ତୁ। ଏହା ସହ ଓମ୍ ନମୋ ଭଗବତେ ବାସୁଦେବାୟ ନମ ଏହି ମନ୍ତ୍ରକୁ 11ରୁ 12 ଥର ଜପ କରିବେ। ଏହି ମନ୍ତ୍ରକୁ ଜପ କରିବା ସହିତ ସେହି ହଳଦୀ ଏବଂ ପାଣିକୁ ଆପଣଙ୍କ ଆଙ୍ଗୁଠି ସାହାଯ୍ୟରେ ଗୋଳାଇ ଚାଲିଥିବେ। ଯେବେ ଏହି ମନ୍ତ୍ରଟି ଶେଷ ହେବ ତାପରେ ମାତା ତୁଳସୀ ମୂଳରେ ଓମ୍ ନମୋ ଭଗବତେ ବାସୁଦେବାୟ ନମ ଏହି ମନ୍ତ୍ରକୁ 3 ଥର ଜପ କରିବେ। ଏହା ସହିତ ହଳଦୀ ପାଣିକୁ ଆପଣଙ୍କ ଆଙ୍ଗୁଠି ସାହାଯ୍ୟରେ ଧୀରେ ଧୀରେ ତୁଳସୀ ମୂଳରେ ଢାଳିଦେବେ। ତ ଏହି ଉପାୟଟିକୁ ଆପଣ ଗୋଟିଏ ଥର ମାତ୍ର କରିବେ। ଆଉ ଏହି ଉପାୟକୁ ଡିସେମ୍ବର 15 ଭିତରେ ଯେଉଁ ଦିନ ବି କରିପାରିବେ। କିନ୍ତୁ ସବୁଠାରୁ ଭଲ ହେଉଛି ଗୁରୁବାର ଆଉ ଶୁକ୍ରବାର। ସବୁଠାରୁ ଉତ୍ତମ ଦିନ। ଏହି ଦିନ ଏହି ଉପାୟଟିକୁ କରିବା ପାଇଁ ବହୁତ ଶୁଭକାରୀ ହୋଇଥାଏ। ନିହାତି ଏହି ଉପାୟଟିକୁ କରନ୍ତୁ ଆଉ ଦେଖନ୍ତୁ ମାତା ଲକ୍ଷ୍ମୀ କିପରି ଆପଣଙ୍କ ଘରେ ଧନର ବର୍ଷା କରୁଛନ୍ତି ଆଉ କିପରି ମାତା ତୁଳସୀ ଆପଣଙ୍କ ମନସ୍କାମନାକୁ ପୂରା କରୁଛନ୍ତି। ହଳଦୀ ଶ୍ରୀହରି ବିଷ୍ଣୁଙ୍କୁ ପ୍ରସନ୍ନ କରିଥାଏ। ଆଉ ଶ୍ରୀହରି ବିଷ୍ଣୁ ଯଦି ଥରେ ପ୍ରସନ୍ନ ହୋଇଗଲେ ତ ମାତା ଲକ୍ଷ୍ମୀ ବି ନିଜେ ନିଜେ ପ୍ରସନ୍ନ ହୋଇଯିବେ। ଆଉ ଏହି ଉପାୟଟି ଆପଣ ମାତା ତୁଳସୀଙ୍କ ପାଖରେ କଲେ ତ ଏହି ଉପାୟଟିରେ ହଳଦୀ ଆପଣ ମଧ୍ୟ ନେଲେ ତ ଶ୍ରୀହରି ବିଷ୍ଣୁ ଆପଣଙ୍କ ଉପରେ ତ ପ୍ରସନ୍ନ ହେବେ ହିଁ ହେବେ। ଆଉ ଆପଣଙ୍କ ଉପରେ ଶ୍ରୀହରି ବିଷ୍ଣୁ ଏତେ ଜଲ୍ଦି ପ୍ରସନ୍ନ ହୋଇଯିବେ ଯେ କି ଆପଣଙ୍କ ଘରକୁ ଜଲ୍ଦିରୁ ଜଲ୍ଦି ଧନରେ ସୁଖରେ ସୌଭାଗ୍ୟରେ ଭରିଦେବେ। ଆପଣଙ୍କ ଘରକୁ ମାନ ସମ୍ମାନ ଆପଣଙ୍କୁ ସମାଜରେ ବହୁତ ମିଳିବାକୁ ଲାଗିବ। ଆଉ ଯେଉଁ କାର୍ଯ୍ୟରେ ଆପଣ ହାତ ଦେବେ ସେହି କାମରେ ଆପଣ ସଫଳତା ହିଁ ସଫଳତା ପାଇବେ। ତେଣୁ ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ଆଜି ପାଇଁ ରହୁଛି। ପୁଣି ଦେଖାହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓ ମାଧ୍ୟମରେ।